ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ହେବାର ଶାସ୍ତ୍ରୀୟ ନିୟମ ରହିଛି। ମାତ୍ର ଇସ୍କନ ପକ୍ଷରୁ ବିଭିନ୍ନ ସମୟରେ ବିଦେଶ ଏବଂ ଭାରତରେ ଅନ୍ୟ ସ୍ଥାନମାନଙ୍କରେ ଅଦିନିଆ ରଥଯାତ୍ରା କରାଯାଉଥିବାରୁ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ଚିଠି ଲେଖି ଏହାକୁ ବନ୍ଦ କରିବାକୁ ଅନୁରୋଧ କଲେ। ଇସ୍କନ ଏହାକୁ ଖାତିର ନ କରିବାରୁ ଏବେ ଏହି ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ଏବଂ ଇସ୍କନକୁ ଏଥିରୁ ନିବୃତ୍ତ ରହିବା ପାଇଁ କେନ୍ଦ୍ର ସରକାରଙ୍କୁ ଗଜପତି ମହାରାଜ ଚିଠି ଲେଖିଛନ୍ତି। ଅଦିନିଆ ରଥଯାତ୍ରା ବିରୁଦ୍ଧରେ ଆଜିର ଏ ଡାକରା। ଶୁଣ ହେ ବିଦେଶୀ ଇସ୍କନ ସଂସ୍ଥା, ଶୁଣ ହେ ବିଦେଶୀ ଇସ୍କନ ସଂସ୍ଥା, ନୁହେଁ ଏ ପ୍ରେମର ରୀତି। ଅଦିନିଆ ରଥଯାତ୍ରା ବିରୁଦ୍ଧରେ ଆଜିର ଏ ଡାକରା। ଶୁଣ ହେ ବିଦେଶୀ ଇସ୍କନ ସଂସ୍ଥା, ନୁହେଁ ଏ ପ୍ରେମର ନୀତି। ଜଗନ୍ନାଥଙ୍କର ନୀତି ନିୟମକୁ କର ନାହିଁ ଏମିତି କ୍ଷତି, କର ନାହିଁ ଏମିତି କ୍ଷତି। ଶୁଣ ହେ ବିଦେଶୀ ଇସ୍କନ ସଂସ୍ଥା, ନୁହେଁ ଏ ପ୍ରେମର ରୀତି। ଜଗନ୍ନାଥଙ୍କର ନୀତି ନିୟମକୁ କର ନାହିଁ ଏମିତି କ୍ଷତି, କର ନାହିଁ ଏମିତି କ୍ଷତି। ଆଷାଢ଼ ଶୁକ୍ଳର ଦ୍ୱିତୀୟା ତିଥିରେ ବଡ଼ଦାଣ୍ଡେ ବିଜେ କାଳିଆ। ଅଦିନିଆ ରଥକୁ ଟାଣି କରି ତୁମେ କାହିଁକି କରୁଛ ଏ ଲୀଳା? ଅଦିନିଆ ରଥ ଟାଣି ତୁମ୍ଭେ କାହିଁକି କରୁଛ ଏ ଲୀଳା? ଗଜପତି ଚିଠି ବୁଝାଇଲେ ମାନିଲନି ତାଙ୍କ କଥା। ଗଜପତି ଚିଠି ଲେଖି ବୁଝାଇଲେ ମାନିଲନି ତାଙ୍କ କଥା। ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ପରମ୍ପରାକୁ ନ ମାନିଲେ ସବୁ ଭକ୍ତି ହେବ ବୃଥା, ସବୁ ଭକ୍ତି ହେବ ବୃଥା। ଗଜପତି ଚିଠି ଲେଖି ବୁଝାଇଲେ ମାନିଲନି ତାଙ୍କ କଥା। ଜଗନ୍ନାଥ ସଂସ୍କୃତି ଜଗନ୍ନାଥ ପରମ୍ପରାକୁ ନ ମାନିଲେ ସବୁ ଭକ୍ତି ହେବ ବୃଥା, ସବୁ ଭକ୍ତି ହେବ ବୃଥା। ପରମ୍ପରା ଆମ ସଂସ୍କୃତିର ପ୍ରାଣ, ପରମ୍ପରା ଆମ ସଂସ୍କୃତିର ପ୍ରାଣ। କାହିଁକି ତୁମେ ବୁଝୁନ? ଅହଙ୍କାରେ ମାତି ସନାତନ ନୀତି ନିୟମକୁ ଭାଙ୍ଗିବାକୁ କରିଛ କି ପଣ? ପରମ୍ପରା ଆମ ସଂସ୍କୃତିର ପ୍ରାଣ, କାହିଁକି ତୁମେ ବୁଝୁନ? ଅହଙ୍କାରରେ ମାତି ସନାତନ ନୀତି ନିୟମକୁ ଭାଙ୍ଗିବାକୁ କରିଛ କି ପଣ? ଛାଡ଼ି ଦିଅ ଏହି ଜିଦିବାଜିପଣ, ଛାଡ଼ି ଦିଅ ଏହି ଜିଦିବାଜିପଣ। କ୍ଷମା ମାଗ ପ୍ରଭୁଙ୍କ ପାଖେ, ଛାଡ଼ି ଦିଅ ଏହି ଜିଦିବାଜିପଣ। କ୍ଷମା ମାଗ ପ୍ରଭୁଙ୍କ ପାଖେ। ତିଥି ନକ୍ଷତ୍ର ବିଧାନ ଯେଉଁଠି, ଭକ୍ତି ସେଇଠି ଜାଗେ, ଭକ୍ତି ସେଇଠି ଜାଗେ। ଜଗନ୍ନାଥ ସଂସ୍କୃତି ଅନନ୍ୟ ଅଟଇ, ତାକୁ କର ସମ୍ମାନ। ଅଦିନିଆ ରଥ ବନ୍ଦ କରି ରଖ ନିଜର ସମ୍ମାନ, ରଖ ନିଜର ସମ୍ମାନ। ଜଗନ୍ନାଥ ସଂସ୍କୃତିର ଜୟ ହେଉ। ଇସ୍କନ ସଂସ୍ଥାକୁ ସଦ୍ବୁଦ୍ଧି ଦିଅନ୍ତୁ ପ୍ରଭୁ ଜଗନ୍ନାଥ, ସଦ୍ବୁଦ୍ଧି ଦିଅନ୍ତୁ। ଜଗତର ନାଥ ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ଜୟ ହେଉ, ଜୟ ହେଉ, ଜୟ ହେଉ ପ୍ରଭୁ, ଆପଣଙ୍କର ଜୟ ହେଉ।